ବର୍ଷାଙ୍କ ଠାରୁ ଅଲଗା ହେଲା ପରେ ଏବେ କୁନି ଝିଅଙ୍କ ସହିତ ସମୟ ବିତାଉଛନ୍ତି ଓଡ଼ିଆ ଅଭିନେତା ଅନୁଭବ ମହାନ୍ତି। ତାହେଲେ ଫ୍ରେଣ୍ଡସ୍, ଆପଣମାନେ ଓଲିଉଡ଼ର ନମ୍ବର ୱାନ୍ ଅଭିନେତା ଅନୁଭବ ମହାନ୍ତିଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ। 2003 ମସିହାରୁ ସେ ଓଲିଉଡ଼ ଇଣ୍ଡଷ୍ଟ୍ରିରେ ସିନେମା କରି ଆସୁଛନ୍ତି। ଗତ ଦିନମାନଙ୍କରେ ସେ ବର୍ଷାଙ୍କୁ ବାହା ହୋଇଥିଲେ, କିନ୍ତୁ ପରବର୍ତ୍ତୀ ସମୟରେ ବର୍ଷାଙ୍କ ସହିତ ତାଙ୍କର ଡିଭୋର୍ସ ହୋଇଯାଇଛି। ଆଉ ଡିଭୋର୍ସ ହେଲା ପରେ ଏବେ ନିଜ ଝିଆରୀ ଚିକିଲିମାଙ୍କ ସହିତ ଖେଳୁଥିବାର ସୋସିଆଲ ମିଡ଼ିଆରେ ନଜର ଆସିଛନ୍ତି ଅନୁଭବ ମହାନ୍ତି। ଚିକିଲିମାଙ୍କୁ ସେ ବହୁତ ଅଧିକ ଭଲ ପାଆନ୍ତି ବୋଲି କହିଛନ୍ତି ଅନୁଭବ। ତାହେଲେ ଅନୁଭବ ଆଗାମୀ ଦିନମାନଙ୍କରେ ଗୋଟିଏ ନୂଆ ଚଳଚ୍ଚିତ୍ର ପାଇଁ କାମ କରୁଥିବାର ନଜର ଆସିଛନ୍ତି। ଗତ ଦିନମାନଙ୍କରେ ଅନୁଭବଙ୍କ ଚଳଚ୍ଚିତ୍ର କୁହୁଡ଼ି ରିଲିଜ୍ ହୋଇଥିଲା। ଆଉ କୁହୁଡ଼ିରେ ଅନୁଭବଙ୍କର ସୁନ୍ଦର ଅଭିନୟ ସାରା ଓଡ଼ିଶାର ଲୋକମାନେ ବେଶ୍ ଅଧିକ ପସନ୍ଦ ବି ମଧ୍ୟ କରିଥିଲେ। ତାହେଲେ ଏବେ ଅନୁଭବ ମହାନ୍ତି ନିଜର ଆଗାମୀ ଦିନମାନଙ୍କରେ ଚଳଚ୍ଚିତ୍ରରେ ଅଭିନୟ କରିବେ ବୋଲି ବା ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ଧ୍ୟାନ ଦେବେ ବୋଲି ସୋସିଆଲ ମିଡ଼ିଆରେ ନିଜ ଫ୍ୟାନ୍ମାନଙ୍କୁ କହିଛନ୍ତି। ତାହେଲେ ଆପଣମାନେ ଜାଣିଥିବେ ଅନୁଭବ ମହାନ୍ତି ଗତ ଦିନମାନଙ୍କରେ ଇଲେକ୍ସନ୍ ଲଢ଼ିଥିଲେ। ଆଉ ଏହି କାରଣରୁ ଅନୁଭବ ଦୀର୍ଘ ଦିନ ଧରି ଓଲିଉଡ଼ ଇଣ୍ଡଷ୍ଟ୍ରିରୁ ଦୂରରେ ରହିଥିଲେ। ତ ଏହି କାରଣରୁ ଓଲିଉଡ଼ ଇଣ୍ଡଷ୍ଟ୍ରି ତଳକୁ ଖସିଥିଲା। ଆଉ ଓଡ଼ିଆ ସିନେମା ପ୍ରତି ଲୋକମାନଙ୍କର ଇଚ୍ଛା ଶକ୍ତି ବି କମିଯାଇଥିଲା। ତାହେଲେ ଏବେ ପୁଣି ଥରେ ଅନୁଭବ ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଆସିଛନ୍ତି। ତାହେଲେ ଆପଣମାନଙ୍କୁ କ'ଣ ଲାଗୁଛି? ଅନୁଭବଙ୍କ ସିନେମା ଦେଖିବା ପାଇଁ ଓଲିଉଡ଼ର ଦର୍ଶକମାନେ ସିନେମା ହଲ୍କୁ ଯିବେ ନା ଯିବେ ନାହିଁ, ଆମକୁ କମେଣ୍ଟ କର।